ଆସନ୍ତା ଏପ୍ରିଲ 22 ଓ 23 ତାରିଖରେ ହରଭଙ୍ଗାର ନୂତନ ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରତିଷ୍ଠାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି। ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ ସାଇ ସେବା ସଦନ ପକ୍ଷରୁ ନିର୍ମିତ ନୂତନ ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ଏପ୍ରିଲ 23 ତାରିଖରେ ମହା ଆଡମ୍ବରରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ 2 ଦିନ ଧରି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସୂଚନା ଅନୁସାରେ ଏପ୍ରିଲ 22 ତାରିଖରେ କଳସ ଯାତ୍ରା ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଶତାଧିକ ଭକ୍ତମାନେ ଭାଗ ନେଇ ଧାର୍ମିକ ପରିବେଶକୁ ଉତ୍ସବ ମୁଖର କରିବେ। ପରବର୍ତ୍ତୀ ଦିନ 23 ତାରିଖରେ ବିଗ୍ରହ ପ୍ରତିଷ୍ଠା ସହିତ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଘୃତଯଜ୍ଞ, ଅନ୍ନଯଜ୍ଞ ଓ ପୂର୍ଣ୍ଣାହୁତି ଭବ୍ୟ ଭାବରେ ପାଳନ କରାଯିବ। ଏହି ପବିତ୍ର ଅବସରରେ ସମସ୍ତ ଭକ୍ତମାନଙ୍କୁ ଯୋଗଦାନ ଓ ସହଯୋଗ କରି ସାଇବାବାଙ୍କ କୃପା ଲାଭ କରିବାକୁ ସାଇ ସେବା ସଦନର ଆବାହକ ଚିତ୍ତରଞ୍ଜନ ସିଂ ନିବେଦନ କରିଛନ୍ତି। ହରଭଙ୍ଗାରେ ବୌଦ୍ଧ ଜିଲ୍ଲାର ପ୍ରଥମ ସାଇ ମନ୍ଦିର ନିର୍ମାଣ ହେଉଥିବା ନେଇ ଓ ପ୍ରତିଷ୍ଠା ଉତ୍ସବକୁ ନେଇ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହ ଦେଖାଯାଇଛି। ସାଇ ଭକ୍ତମାନେ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମନେ କରୁଛନ୍ତି। ଅନ୍ୟପଟେ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସଫଳ କରିବା ପାଇଁ ଆଜି ଏକ ସୁସଜ୍ଜିତ ରଥଯାତ୍ରା ଆୟୋଜନ କରାଯାଇଛି। ଏହି ରଥ ପ୍ରଥମେ ମା ଭୈରବୀଙ୍କ ପୀଠରେ ପୂଜାର୍ଚ୍ଚନା କରି ପରେ ଗାଁ ପରିକ୍ରମା କରିଛି। ରଥ ପରିକ୍ରମା ସମୟରେ ଭକ୍ତମାନେ ଭଜନ କୀର୍ତ୍ତନ କରି ସାଇ ନାମ ସ୍ମରଣ କରୁଥିବା ଦେଖିବାକୁ ମିଳିଛି।